ଆଦର୍ଶ ନନ୍ଦିନୀଙ୍କୁ କହିବେ, କାଲି ଇନାଗ୍ରେସନ୍ ଡେରେ ଆମେ ଦି ଜଣ ହସି ହସି କଥା ହେଉଥିଲେ, ସେସବୁ ଠିକ୍ ନଥିଲା ନନ୍ଦିନୀ। ତା ପରଠୁ ପଲ୍ଲବୀ ମୋ ସହିତ ବଡ଼ ଅଜବ ବିହେଭ୍ କରୁଛନ୍ତି। ତାପରେ ନନ୍ଦିନୀ କହିବେ, ତାହେଲେ ତମେ କ'ଣ ଭାବୁଛ? ଆମେ କ'ଣ କରିବା ଉଚିତ? ପଲ୍ଲବୀ ଦେଖିଦେବେ, ସେ ଦେଖିଦେଲେ ଖରାପ ଭାବିବେ। ସେଥିପାଇଁ କ'ଣ ଆମେ ଆଉ କେବେ ବି କଥା ହେବାନି? ଗୋଟେ ଘରେ ରହି ପରସ୍ପର ଅଜଣା ଅଚିହ୍ନା ଭାବେ ରହିବା? ତାପରେ ଆଦର୍ଶ କହିବେ, ନାଇଁ, ମୁଁ ସେ କଥା କହୁନି ନନ୍ଦିନୀ। ଏକ୍ଚୁଆଲି ଆମେ ଆମ ରିଲେସନ୍ର ସୀମା ଭିତରେ ରହିବା ଉଚିତ। ତାପରେ ନନ୍ଦିନୀ କହିବେ, ହ୍ୱାଟ୍ ଡୁ ୟୁ ମିନ୍? କୋଉ ସୀମା କଥା କହୁଛ ଆଦର୍ଶ? ମୁଁ ଏମିତି କ'ଣ କରିଦେଲି ଯେ ତମେ ମୋତେ ସୀମା ଭିତରେ ରହିବା କଥା କହୁଛ? ତାପରେ ଆଦର୍ଶ କହିବେ, ନନ୍ଦିନୀ ବୁଝିବାକୁ ଚେଷ୍ଟା କର। ମୁଁ ଏବେ ବାହା ହେଇସାରିଛି। ତମେ ଯେମିତି ହସି ହସି ମୋ ହାତ ଧରିଦେଲ, ହସି ହସି କାନ୍ଧରେ ମୁଣ୍ଡ ରଖିଦେଲ, ଦ୍ୟାଟ୍ସ ଇଟ୍ ନଟ୍ ରାଇଟ୍। ଏକଥା ଆଉ ଥରେ ହେବା ଉଚିତ ନୁହେଁ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଆଦର୍ଶ ଆଉ ନନ୍ଦିନୀ ସହିତ ଭଲରେ କଥା ହେବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।